नमस्कृतं नरचैव नरोत्तमं देवीं सरस्वतीं व्यासं हे कृष्ण करुणा सिंधु दीनबन्धु जगत्पते गोपेश्वर गोपिकान्त राधाकान्त नमोस्तुते काञ्चन गौराङ्गी राधे वृन्दावनेश्वरी कृष्णानंद देवी प्रणमामि हरिप्रिये। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर हरे बोल गोविंद हरे कृष्ण 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 हरे 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 राम राम हरे हरे। তারা উপস্থিত ଥିବା ସମସ୍ତ ବୈଷ୍ଣବ ଭକ୍ତ ମାନଙ୍କୁ ମୋର ଧନ୍ୟବାଦ ପ୍ରଣାମ ଓ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଯେ ମତେ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ କହିବାର ସୁଯୋଗ ପ୍ରଦାନ କରିଥିବାରୁ। କୃଷ୍ଣଙ୍କ ଅନେକ ଲୀଳା ରହିଅଛି ସେଥିମଧ୍ୟରୁ ମତେ ବକାସୁର ବତ୍ସାସୁର ବଧ ଲୀଳା କହିବାର ସୁଯୋଗ ପ୍ରାପ୍ତ ହୋଇଅଛି। ସେ ପ୍ରଭୁପାଦଙ୍କ ଭାଷା ଅନୁସାରେ ବକାସୁର ବତ୍ସାସୁର ଲୀଳାରେ ସେ କିଛି ଦାମୋଦର ଲୀଳାର ବି କିଛି ପାର୍ଟ ଉଠେଇଛନ୍ତି ହାଲକା ବୋଧେ ସେଟ୍ ପାର୍ଟକୁ ମୁଁ ସ୍କିପ୍ କରିଛି ଆଉ ଡାଇରେକ୍ଟ ସେ ଲୀଳାକୁ ଆରମ୍ଭ କରିଛି। ଯେଉଁ ସମୟରେ ଗୋପପୁରରେ ଥିଲେ ସେତେବେଳେ ଗୋଟେ ଫଳ ବିକାଳି ଗୋପପୁରକୁ ଆସିଥିଲା ଓ ସେ ଫଳ ବିକୁଥିଲା। ଉମ୍, ସେଇ ସମୟରେ ବାଲକୃଷ୍ଣ ଯେତେବେଳେ ତାଙ୍କ ମାତା ଯଶୋଦା ଓ ବସୁଦେବଙ୍କୁ ଅନୁକରଣ କରି ଫଳ ଫଳର ମୂଲ୍ୟ ପାଇଁ ଶସ୍ୟ ଗୁଡିକୁ ନେଇ ଅ, ଆସିଥିଲେ, କିନ୍ତୁ ତାଙ୍କ ହାତ ବହୁତ କ୍ଷୁଦ୍ର ଥିବା ଯୋଗୁଁ ସେ ଶସ୍ୟକୁ ଭଲ ଭାବରେ ଧରି ନ ପାରି କିଛି ମାତ୍ର ଶସ୍ୟ ନେଇ ଆସି କିଛି ମାତ୍ର ଶସ୍ୟ ନେଇ ଆସି ଶସ୍ୟ ନେଇ ଆସି ସେ ଫଳ ବିକାଳିକୁ ଦେଇଥିଲେ ଓ ସେ ଫଳ ବିକାଳି ସେ କୃଷ୍ଣଙ୍କର ସ୍ୱରୂପ ଦେଖି ଏତେ ଅତ୍ୟନ୍ତ ଆକୃଷ୍ଟ ହୋଇଥିଲା ଯେ ସେ ତାଙ୍କୁ ସେଇ କିଞ୍ଚିତ ମାତ୍ର ଅନ୍ନରେ କୃଷ୍ଣଙ୍କୁ ସେ ଫଳ ଗୁଡିକ ଦେଇଥିଲା। କିନ୍ତୁ ସେ ଫଳ ଗୁଡିକ କିଛି ସମୟ ପରେ ସ୍ୱର୍ଣ୍ଣ ଓ ମୋତି ମୋତି ମୁକ୍ତାରେ ପରିଗଣିତ ହୋଇଥିଲା। ଏଥିରେ ଆମକୁ ଜଣାପଡୁଛି ଯେ କୃଷ୍ଣଙ୍କୁ ଭଗବାନଙ୍କୁ କୌଣସି ଜିନିଷ ପ୍ରଦାନ କଲେ ତାହା ଆମ ପାଇଁ କେବେ ହେଲେ କ୍ଷତିକାରକ ହୋଇନଥାଏ, ତାହା ସବୁବେଳେ ଆମ ପାଇଁ ଅତ୍ୟନ୍ତ ଅତ୍ୟନ୍ତ ଲାଭଜନକ ହୋଇଥାଏ। ଥରେ କୃଷ୍ଣ ଯେତେବେଳେ ଗୋପରେ ଖେଲୁଥିଲେ ଯମୁନା କୂଳରେ ଯେତେବେଳେ ତାଙ୍କ ସାଙ୍ଗସାଥି ସହିତ ଖେଳୁଥିଲେ ସେ ସମୟରେ ସମୟ ସମୟ ଧରି ଖେଳି ଖେଳି ରହୁଥିଲେ କୃଷ୍ଣ ବଳରାମ। ସେ ସମୟରେ ଅଧିକ ସମୟ ହୋଇଯିବା ଯୋଗୁଁ ମାତା ରେବତୀ ମାତା ରୋହିଣୀ ତାଙ୍କୁ କୃଷ୍ଣ ବଳରାମକୁ ଡାକିବା ପାଇଁ ଯାଇଥିଲେ, କିନ୍ତୁ କୃଷ୍ଣ ବଳରାମ ଖେଳରେ ଏତିକି ମଗ୍ନ ହୋଇଯାଇଥିଲେ ଯେ ସେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚାହିଁନଥିଲେ ଓ ଖେଳରେ ମଜି ରହିଥିଲେ। ଏହା ଶୁଣି ସେଥିରେ କୃଷ୍ଣ ବଳରାମକୁ ପୁନର୍ବାର ଅ ଗ୍ରହକୁ ନେଇ ନ ପାରିବା ଯୋଗୁଁ ରୋହିଣୀ ମାତା ରୋହିଣୀ ମାତା ରୋହିଣୀ ଯଶୋଦା ମାତାଙ୍କୁ ପାଖକୁ ଯାଇ କୃଷ୍ଣ ବଳରାମଙ୍କୁ ଡାକିବା ପାଇଁ କହିଥିଲେ। କୃଷ୍ଣଙ୍କ କଥା ମନେ ପକାଇ ମାତା ଯଶୋଦାଙ୍କୁ କୃଷ୍ଣଙ୍କୁ ସ୍ତନପାନ କରିବାର ଇଚ୍ଛା ହେଲା ଓ ସେ ମାତା ଯଶୋଦା କୃଷ୍ଣକୁ ଡାକିଲେ, ଆସ ବହୁତ ସମୟ ଧରି ଖେଳିଲଣି, ଆସ ଏମ୍, ଏ, ଖାଦ୍ୟ ଗ୍ରହଣ କରିବ ତୁମ ପାଇଁ ଏପର୍ଯ୍ୟନ୍ତ ମଧ୍ୟ ଅ, ନନ୍ଦ ମହାରାଜ ମଧ୍ୟ ଭୋଜନ ଗ୍ରହଣ କରିନାହାନ୍ତି। ଏହା ଶୁଣି କୃଷ୍ଣ ବଳରାମ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିଲେ, କିନ୍ତୁ ତାଙ୍କ ସାରଥୀ ମା କୃଷ୍ଣଙ୍କୁ ଧମକେଇଥିଲେ, ହେଲେ କୃଷ୍ଣ ଡରି ଯାଇଥିଲେ ଓ ସେ ପୁଣି ଖେଳିବାରୁ ଆରମ୍ଭ। ସେମିତି ଦେଖିଲେ କୃଷ୍ଣ ଭଗବାନ ସେ କାହାକୁ ଡରନ୍ତି ନାହିଁ, ଭୟ କରନ୍ତି ନାହିଁ, କିନ୍ତୁ ଏଠାରେ ଲୀଳା କରିଛନ୍ତି ସେଥିପାଇଁ ସେ ଭୟ ପ୍ରକାଶ କରିଥିଲେ ତାଙ୍କ ମିତ୍ର ମାନଙ୍କ ପାଖରେ ମାନଙ୍କୁ ଭୟ ପ୍ରକାଶ କରିଥିଲେ ଓ ଭୟ ଆଉ ଖେଳିବାକୁ ବି ପୁନଃ ଖେଳିବା ପାଇଁ ଚାଲି ଯାଇଥିଲେ। ସେଇ ସମୟ ସେ କଥା ନ ଶୁଣିବାରୁ ମାତା ଯଶୋଦା ତାଙ୍କୁ ପୁନଃ ତାଙ୍କୁ ଡାକିବା ପାଇଁ ସେ
ତାଙ୍କ ପାଖକୁ କୃଷ୍ଣ ବଳରାମ ପାଖକୁ ଗଲେ ଆଉ ସେଠାରେ କୃଷ୍ଣଙ୍କୁ କହିଲେ ଏ ତୁମ ଘର ଦ୍ୱାର ନାହିଁ କି ତୁମେ ଏମିତି ସାଧାରଣ ବାଲକ ପରି ଖାଲି ବାହାରେ ରହୁଛ ଖେଳିବାରେ ନିମଗ୍ନ ରହୁଛ ଆଉ ଆଜି ପୁରା ତୁମ ଜନ୍ମଦିନ ତୁମେ ଜନ୍ମଦିନରେ ତୁମେ ତୁମେ ଇଏ ସଫାସୁତୁରା ନ ହେଇ ତୁମେ ଏମିତି ଧୂଳି ବାଲିରେ ପରିପୂର୍ଣ୍ଣ ହୋଇଅଛ ଦେଖ ଅନ୍ୟ ଗୋପବାଲ ମାନେ କେମିତି ତାଙ୍କ ମାତା ମାନେ ତାଙ୍କୁ ସୁସଜ୍ଜିତ କରି ରଖିଛନ୍ତି ଆସ ଘରକୁ ଭୋଜନ ଗ୍ରହଣ କରିବ ଓ ସୁସଜ୍ଜିତ ହବ। ଏହା ଶୁଣି କୃଷ୍ଣ ବଳରାମ ଦୁଇ ଜଣ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ସମୟରେ ମାତା ଯଶୋଦା ଏହି ଭାଇଙ୍କୁ ସ୍ନାନ କରିଛନ୍ତି ଅଳଙ୍କାରରେ ସୁସଜ୍ଜିତ କରିଦେଇଛନ୍ତି ଓ ବ୍ରାହ୍ମଣ ମାନଙ୍କୁ ଭୋଜନ କରିଛନ୍ତି ଏବଂ ଗୋଦାନ କୃଷ୍ଣଙ୍କ ଜନ୍ମଦିନ ଥିବା ଯୋଗୁଁ ସେମାନଙ୍କୁ ଗୋଦାନ ମଧ୍ୟ ବ୍ରାହ୍ମଣ ମାନଙ୍କୁ ଗୋଦାନ କରାଇଛନ୍ତି। ସେଇଦିନ ସନ୍ଧ୍ୟା ସମୟରେ ଯେତେବେଳେ ସଭା ବସେଇଲା ନନ୍ଦ ମହାରାଜ ଏବଂ ଅନ୍ୟାନ୍ୟ ଗୋପ ଗୋପାଲ ମାନଙ୍କ ସହିତ ଏବଂ ଏ ସମୟରେ ନନ୍ଦ ମହାରାଜଙ୍କ ସାନ ଭାଇ ଉପନନ୍ଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ସମସ୍ତଙ୍କର ହିତୈଷୀ ଭାବେ ସେଠାରେ କାର୍ଯ୍ୟ କରୁଥିଲେ। ସେଠାରେ ସେ ଉପନନ୍ଦ ପ୍ରସ୍ତାବ ରଖିଲେ ଯେ ଏଇ ଆମ ଉପପୁରରେ ଅତ୍ୟନ୍ତ ଅସୁର ମାନେ ଆକ୍ରମଣ କରୁଛନ୍ତି ଓ ମୁଖ୍ୟତଃ ଏମାନେ ସାଧାରଣତଃ ଶିଶୁ ମାନଙ୍କୁ ହିଁ ଆକ୍ରମଣ କରୁଛନ୍ତି। ଏହି ସ୍ଥାନ ଆମ ପାଇଁ ଅସୁରକ୍ଷିତ ସେମାନେ ଅସୁରକ୍ଷିତ ହେଇ ପଡିଅଛି ଏବଂ ଶିଶୁମାନ କୃଷ୍ଣଙ୍କ ଉପରେ ବିଶେଷ ଭାବରେ ଭଗବାନ ନାରାୟଣଙ୍କର କୃପା ଅଛି ସେ ସେୟା କହିଲେ ଏବଂ ସେ କହିଲେ କୃଷ୍ଣଙ୍କ ଉପରେ ବିଶେଷ ଭାବରେ ନାରାୟଣଙ୍କ କୃପା ଅଛି ସେଥିପାଇଁ ତାଙ୍କୁ କୌଣସି ପ୍ରକାର ଅସୁର କିଛି କ୍ଷତି କରିପାରୁନାହାନ୍ତି। ପୂତନା ଆସିଲା ପୂତନା ମୃତ୍ୟୁ ବରଣ କଲା ତୃଣାବତାସିଲା ସେ ପଥରରେ କଚି ହେଇ ମରିଗଲା ଏବଂ ଏଇ ବୃକ୍ଷ ଦ୍ଵାରା ମଧ୍ୟ ସେ ତାଙ୍କୁ କିଛି କ୍ଷତି ହେଲା ନାହିଁ। ଏହିପରି ଭାବରେ ସେ ଅସୁର ମାନେ ନିୟନ୍ତ୍ରଣ ପ୍ରୟାସ କରିଛନ୍ତି କେବଳ ଶିଶୁମାନଙ୍କୁ ହତ୍ୟା କରିବା ପାଇଁ। ସେ କଥା ବିବେଚନା କରି ସେ ବିଚାର ପ୍ରସ୍ତାବ ସେ ପ୍ରସ୍ତାବ ରଖିଲେ ସମସ୍ତଙ୍କ ମଧ୍ୟରେ ସମସ୍ତ ଗୋପବାସୀ ମାନେ ସେଠା ତାଙ୍କ କଥାରେ ସହମତି ହେଲେ ଏବଂ ଚାହିଁଲେ କି ଏଇ ସ୍ଥାନକୁ ପରିତ୍ୟାଗ କରିବା ପାଇଁ ପୁଣି ସେ ପଚାରିଲେ ଯେ ଏଇ ସ୍ଥାନ ପରିତ୍ୟାଗ କଲେ ଆମେ ଯିବା କୋଉଠି ସେ ଉପନନ୍ଦ କହିଲେ କି ଏଇ ପାଖରେ ହିଁ ବୃନ୍ଦାବନ ନାମକ ଏକ ସ୍ଥାନ ଅଛି ଯୋଉଠାରେ ଯାହା ଯମୁନା ନଦୀ କୂଳରେ ସବୁଜିମା ପରିପୂର୍ଣ୍ଣ ରହିଅଛି ଗୋବର୍ଦ୍ଧନ ପର୍ବତ ପାଖରେ ଯାଉଥିବା ଚାରାଭୂମି ଗୁଡିକ ତୃଣ ଗୁଲ୍ମରେ ପରିପୂର୍ଣ୍ଣ ଅଛି ଯାହା ଆମ ପଶୁପାଳନ ପାଇଁ ଅତ୍ୟନ୍ତ ସୁବିଧା ଜନକ ହେବ। ସେଇ କଥା ଶ୍ରବଣ କରି ସମସ୍ତେ ରାତିରେ ହିଁ ରାଜି ହେଲେ ଏବଂ ରାତିରେ ବୃନ୍ଦାବନ ଗମନ ପାଇଁ ସମସ୍ତେ ଏଗିରି ହେଲେ ରାଜି ବୃନ୍ଦାବନକୁ ଯିବା ପାଇଁ ସମସ୍ତେ ରାଜି ହେଲେ ଏବଂ ସମସ୍ତ ଏ ଗୋପ ଗୋପୀ ମାନେ ଥିଲେ ଏବଂ ସାନ ଶିଶୁ ମାନେ ଥିଲେ ସେମାନଙ୍କୁ ଶଗଡରେ ବସିଲେ ଓ ସେଥିରେ ଗୋପବାଲ ଏବଂ ବରିଷ୍ଠ ଗୋପାଲ ମାନେ ଯେ ଥିଲେ ସେମାନେ ଧନୁ ଇତ୍ୟାଦି ଅସ୍ତ୍ର ଶସ୍ତ୍ର ନେଇ ରାତିରେ ଆଉ ଗୋ ମାନଙ୍କୁ ଆଗରେ ରଖି ରାତିରେ ହିଁ ଧ୍ୱନି କରି ବୃନ୍ଦାବନ ପାଇଁ ପ୍ରସ୍ଥାନ କରିଲେ। କୃଷ୍ଣ ଓ ବଳରାମ ମାତା ଯଶୋଦା ଓ ମାତା ରୋହିଣୀଙ୍କ କୋଳରେ ବସିଥିଲେ ଏବଂ ସେ ରାସ୍ତା ସାରା କୃଷ୍ଣଙ୍କ ଲୀଳା ବିଷୟରେ ଚର୍ଚ୍ଚା କରିଥିଲେ। ଏହିପରି ଭାବରେ ସେ ବୃନ୍ଦାବନକୁ ଗମନ କଲେ। ବୃନ୍ଦାବନକୁ ଯାଇ ସେଠାରେ ପ୍ରଥମତଃ ସମସ୍ତେ ନିଜ ନିଜ କୁଟୀର ନିର୍ମାଣ କଲେ। ନିଜ କୁଟୀର ନିର୍ମାଣ କଲା ପରେ କୃଷ୍ଣ ବଳରାମ ବଡ ବଡ ହେବା ଯୋଗୁଁ ସେମାନଙ୍କୁ ସେ ଗୋପାଳନର ଦାୟିତ୍ୱ ଦେଲେ ଗୋପାଳନ ଯେତେବେଳେ ଗୋ ପାଳନ କରନ୍ତି ସେମାନେ ପ୍ରଥମେ ତାଙ୍କ ବାଛୁରୀ ମାନଙ୍କୁ ସେମାନଙ୍କୁ ପାଳନ କରିବା ପରେ ଶିକ୍ଷା ଦେଇଥାନ୍ତି। ସେଇ ବାଛୁରୀ ପାଳନ ଶିକ୍ଷା ଦେଇ ସେମାନେ ବାଛୁରୀର ପାଳନ ଶିକ୍ଷା ଦେଇ ସେମାନଙ୍କୁ ବଣକୁ ପଠଉଥିଲେ। ସେମାନେ ସେ ବଣକୁ ଯାଇ କୃଷ୍ଣ ବଲରାମ ବଣକୁ ଯାଇ ବାଛୁରୀ ପାଳନ କଲେ ବାଛୁରୀ ସହିତ ସେ ସ୍ଥାନରେ ଖେଳ ବିଭିନ୍ନ ପ୍ରକାର ଖେଳ ମଧ୍ୟ ଖେଳୁଥିଲେ।
ଯେପରିକି ଗଛର ଫଳକୁ ବଲ୍ ପରି ବ୍ୟବହାର କରୁଥିଲେ, ବିଭିନ୍ନ ପ୍ରକାର ପଶୁ ପକ୍ଷୀର ଧ୍ୱନି କରୁଥିଲେ, ଏସବୁ ବଂଶୀ ବଜାଉଥିଲେ, ଏବଂ ନିଜ ନିଜ ମଧ୍ୟରେ ଗାଈ ଷଣ୍ଢ ପରି ପରି ବ୍ୟବହାର କରୁଥିଲେ, ଏବଂ ଷଣ୍ଢ ପରି ଯୁଦ୍ଧ ମଧ୍ୟ କରୁଥିଲେ। ଷଣ୍ଢ ଲଢେଇ ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ଗୁଡାକ ଖେଳୁଥିଲେ। ଦିନେ ସେମିତି ହିଁ ଏଇ କୃଷ୍ଣ ବଳରାମ ବର୍ଷା ଚାରଣ କରୁଥିଲେ ଏବଂ ଖେଳ ଖେଳୁଥିଲେ। ସେହି ସମୟରେ ବର୍ଷାସୁର ନାମକ ଗୋଟେ ଅସୁର କୃଷ୍ଣ ବଳରାମକୁ ଦେଖିଲା ଏବଂ ତାକୁ ମାରିବା ଇଚ୍ଛା ନେଇ ସେଇ ବ- ସେଇ ବାଛୁରୀ ମାନଙ୍କ ମଧ୍ୟରେ ଗୋଟେ ବାଛୁରୀ ସ୍ୱରୂପ ନେଇକି ପଶିଗଲା। ବାଛୁରୀ ସ୍ୱରୂପ ନେଲା ପରେ କୃଷ୍ଣ ତାହା ଜାଣିପାରିଲେ ଏବଂ ବଳରାମ କହିଲେ ଯେ ବର୍ଷାସୁର ପ୍ରବେଶ କରିଛି ଏମାନଙ୍କ ଭିତରେ। ଏହା ଜାଣି ଦୁଇ ଭାଇ ଗଲେ ଏବଂ ସେଇ ବାଛୁରୀର ପଛ ପଟ ଗୋଡକୁ ଧରିଲେ ଏବଂ ଲାଞ୍ଜକୁ ଧରି କୃଷ୍ଣ ତାହାକୁ ବୁଲେଇ ବୁଲେଇ ଫୋପାଡ଼ି ଦେଲେ। ସେ ଅସୁର ଯାଇ ଗଛରେ ବାଜି ତଳକୁ ପଡିଲା ଏବଂ ସେଠାରେ ମୃତ୍ୟୁବରଣ କଲା। ଏହା ଦେଖି ଦେବତା ମାନେ ଆକାଶ ମାର୍ଗରେ ପୁଷ୍ପ ବୃଷ୍ଟି କଲେ ଏବଂ ଗୋପବାଲା ମାନେ ବହୁତ ଆନନ୍ଦିତ ହେଲେ। ସେମିତି ବିଭିନ୍ନ ପ୍ରକାର ଲୀଳା ପ୍ରତିଦିନ ଲୀଳା ହେଇ ଚାଲୁଥିଲା। ଏବଂ ଦିନେ ସେମିତି ବଣରେ ଯାଇ ଚରୁଥାନ୍ତି ଏବଂ ଯେତେବେଳେ ଗୋ ମାନଙ୍କୁ ପାଣି ପିଇବା ପାଇଁ ଯମୁନା କୂଳକୁ ଗଲେ, ସେତେବେଳେ ଏଇ ଯେ ଗୋପାଳ ମାନେ ବାଛୁରୀ ମାନଙ୍କୁ ନେଇ ଯମୁନା କୂଳରେ ପାଣି ପିଇବାକୁ ନେଲେ, ସେ ସମୟରେ ସେମାନେ ଦୂରରୁ ଗୋଟେ ବଡ ବକ ସଦୃଶ ଗୋଟେ ଜୀବ ଦୃଷ୍ଟିଗୋଚର ହେଲା। ଯାହାର ସେ ଦିଶୁଥିଲା ବକ ପରି, କିନ୍ତୁ ତାର ଆକାର ଥିଲା ଗୋଟେ ପର୍ବତ ସଦୃଶ। ସେ ଥିଲା ବକାସୁର। ବକାସୁର ହଉଛି କଂସର ମିତ୍ର ଥିଲା ଏବଂ ସେ ତାର ଭଉଣୀ ପୁତନାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେ ସ୍ଥାନକୁ ଆସିଥିଲା। ଉଁ, ସ୍ଥାନକୁ ଆସିଥିଲା ଏବଂ ସେ କୃଷ୍ଣକୁ ଦେଖି ସେ ତାଙ୍କ ଉପରେ ହ- ଆକ୍ରମଣ କରିଦେଲା ଏବଂ କୃଷ୍ଣକୁ ଗିଳି ପକେଇଲା। କୃଷ୍ଣ ତ ହଉଛନ୍ତି ପରମ ଭଗବାନ, ତାଙ୍କୁ ଏକ ସାଧାରଣ ମନୁଷ୍ୟ ବୋଲି ବିବେଚନା କରି ଗିଲି ତ ପକେଇଲା, କିନ୍ତୁ ତାର ତଣ୍ଟିରେ ସେ ଆଉ ତାଙ୍କ ତେଜକୁ ସହନ କରିପାରିଲା ନାହିଁ ଏବଂ ମୁହଁରୁ ଫୋପାଡ଼ି ଦେଲା, କୃଷ୍ଣଙ୍କୁ ଭୂମିରେ ଫୋପାଡ଼ି ଦେଲା। କୃଷ୍ଣ ଆଉ ପୁଣି ତାର ଥଣ୍ଟ ମାଧ୍ୟମରେ ସେ କୃଷ୍ଣଙ୍କୁ ବାରମ୍ବାର ପ୍ରତିଘାତ କରିବାକୁ ଲାଗିଲା। ସେଇ ସମୟରେ କୃଷ୍ଣ ତାର ଦୁଇ ଥଣ୍ଟକୁ ଧରି ଏ, ଗୋଟେ ସାଧାରଣ ଗୁଳ୍ମ ଚିରିଲା ପରି ଚିରି ଦେଲେ। ତৎକ୍ଷଣାତ୍ ବକାସୁରର ସେଠାରେ ମୃତ୍ୟୁ ହେଲା ଏବଂ ଆକାଶ ମାର୍ଗରୁ ଦେବତା ମାନେ ବିଭିନ୍ନ ପ୍ରକାର ସୁଗନ୍ଧିତ ପୁଷ୍ପର ବୃଷ୍ଟିପାତ କଲେ। ଏହା ଦେଖି ସମସ୍ତ ଗୋପବାଲା ମାନେ ଆଚମ୍ବିତ ହୋଇଗଲେ ଏବଂ ଆନନ୍ଦରେ କୃଷ୍ଣଙ୍କ ସହିତ ଗଲେ ଏବଂ ଯେ ସମୟରେ ସେ ସନ୍ଧ୍ୟା ସମୟରେ ପ୍ରତ୍ୟାବର୍ତ୍ତନ କଲେ, ସେ ଏଇ ସବୁ କଥା ନନ୍ଦ ମହାରାଜ ଏବଂ ସେଠାରେ ଥିବା ବରିଷ୍ଠ ଗୋପାଲ ମାନଙ୍କୁ କହିଲେ। ସେମାନେ ଏ କଥା ଶୁଣି ଅତ୍ୟନ୍ତ ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲେ ଏବଂ କୃଷ୍ଣଙ୍କ ଏଇ କଥା ଶୁଣି ସେ ଭାବ ବିଭୋର ହୋଇ ତାଙ୍କର ଭୁଲିଗଲେ ଏବଂ ଭୌତିକ ସ୍ଥିତିକୁ ଭୁଲିଗଲେ ଏବଂ ଅତ୍ୟନ୍ତ ମାନେ ଅତ୍ୟନ୍ତ ଭାବ ବିଭୋର ହୋଇଗଲେ ଏବଂ ସେ ଲୀଳାରେ ବହୁତ ମଜି ଗଲେ। ଏହିପରି ଭାବରେ ଯଦି ଜଣେ କୃଷ୍ଣ ଭାବନା ଏ, ହୋଇକି ଯଦି ଏହି ଲୀଳାର ଶ୍ରବଣ କରିଥାଏ କିମ୍ବା ପଠନ କରିଥାଏ, ସେ ଦ୍ୱାରା ସେ ସମୟରେ ନନ୍ଦ ମହାରାଜ ବାକି ଗୋପବାଲ ଯେପରି ଆନନ୍ଦର ଅନୁଭବ କରିଥିଲେ, ସେଇ ଅନୁଭବ ସେ ଜଣେ ମଧ୍ୟ ଏଇ ସମୟରେ ମଧ୍ୟ କରିପାରିବ। ହରେ କୃଷ୍ଣ, ଏତିକି କହି ମୁଁ ଲୀଳାକୁ ସମାପ୍ତ କରିଛି। ହରେ କୃଷ୍ଣ। ହରେ କୃଷ୍ଣ। ତ ବିଶେଷ ଧନ୍ୟବାଦ। କିନ୍ତୁ ତୁମ ପାଖରେ ଆହୁରି ବି 15 ମିନିଟ ଅଛି। ଆମେ 8:15ରେ ସେସନ ଷ୍ଟାର୍ଟ କଲେ, ତୁମ ପାଖରେ ଆହୁରି 15 ମିନିଟ ଅଛି। ତମେ ଆଉ କିଛି ସେୟାର କରିବା ପାଇଁ ଚାହିଁବ? ହରେ କୃଷ୍ଣ ପ୍ରଭୁ। ଆଉ ତ ମନେ ଟିକେ ପଡୁନାହିଁ।
ଦେଖିକି ବି ସେୟାର କରିପାରିବ କିଛି ନାହିଁ, ଆଉ ସମସ୍ତେ ଶୁଣିବା ପାଇଁ ଉତ୍ସାହୀ ଅଛୁ। ନା, ପ୍ରଭୁ ଆଗର ଟିକେ ଲୀଳା ଥିଲେ, ଆଗର ତ ଆଗରେ ରହିଗଲା, ଆଉ ଲାଷ୍ଟରେ ତ ସେମିତି ହିଁ ଅଛି। ତାର ପଛିକୁ ଆଣିକି ଆସିବ କହିବି। ଭଗବାନ ତ କୃଷ୍ଣ ଭଗବାନଙ୍କର ଲୀଳା ଏମିତି ଥାଏ कि ଭଗବାନଙ୍କ ଲୀଳା ଦ୍ୱାରା ଯିଏ ଆକୃଷ୍ଟ ହେଇ ଭଗବାନ କାହିଁକି ଏ ଧାମକୁ ଆସନ୍ତି, ଭୌମ ବୃନ୍ଦାବନ ଏଇ ଜଗତକୁ କାହିଁକି ଆସନ୍ତି, ଯେଉଁମାନଙ୍କୁ ଆକୃଷ୍ଟ କରିବା ପାଇଁ। ଭଗବାନ କୃଷ୍ଣ ଆକର୍ଷଣୀ। ଭଗବାନଙ୍କ ପାଖରେ ଏଇଭଳି ଗୋଟେ ମୋହନ ଶକ୍ତି ଅଛି ଯାହା ମାଧ୍ୟମରେ କାହାକୁ ବି ଭଗବାନ ଆକର୍ଷିତ କରିପାରିବେ। ତେଣୁ ସେଥିପାଇଁ ଭଗବାନଙ୍କ ପାଇଁ ତ କିଛି ଅଛପା ନଥାଏ। ଏମିତି କୁହାଯାଏ କି ଗୋଟେ ଅମାବାସ୍ୟା ରାତ୍ରିରେ ଗୋଟେ କଳା ମୁଗୁନି ଘୋର ଅନ୍ଧକାର ଭିତରେ କଳା ମୁଗୁନି ପଥର ଉପରେ ଗୋଟେ କଳା କଲର ପୋକଟେ ଚାଲିକି ଯାଉଥାଏ, ଭଗବାନ ତାକୁ ବି ଦେଖି ପାରନ୍ତି। ତ ଆମ ହୃଦୟରେ କେତେ ପ୍ରକାର ଅନର୍ଥ ଅଛି ଭଗବାନ ତାକୁ ଜାଣନ୍ତି। ତଥାପି ଭଗବାନଙ୍କର ଦୟାମୟତା ଏତେ ପ୍ରଚୁର ଥାଏ କି ଭଗବାନ ଆମ ମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟକ୍ତିଗତ ରୂପରେ ଆସନ୍ତି। ହେଲା, ତେଣୁ ଏଇଟା ବହୁତ ବଡ କଥା। କିନ୍ତୁ ଆମେ ସମସ୍ତେ ବଦ୍ଧ ଜୀବ ହିସାବରେ ଯେତେବେଳେ କୃଷ୍ଣଙ୍କର ଭିନ୍ନ ଭିନ୍ନ ପ୍ରକାର ଲୀଳା ପ୍ରତି ଆକୃଷ୍ଟ ହୁଅନ୍ତି, ଆଟ୍ରାକ୍ସନ ବ୍ରିଙ୍ଗସ ଅଫ ଆଟେନସନ। ଯେତେବେଳେ ଆମେ ଆକୃଷ୍ଟ ହୁଅନ୍ତି, ତାପରେ ଆମେ ଯଦି ମିନିମମ୍ ପରିଶ୍ରମ କରିବା, ଟିକେ ଆଟେନସନ ମାନେ ସିନସିୟର ଏଣ୍ଡେଭର କରିବା, ତାମାନେ ଆଟେନସନ ଆସିବ। କାହିଁକି ନା ଭଗବାନ ସବୁବେଳେ ଭଗବାନ ଏଇଭଳିଆ ଭଗବାନ ଆମର କୃଷ୍ଣ କି ସବୁବେଳେ ଭଗବାନ ମାନେ ଆଟେନସନ ସିକ୍ କରନ୍ତି। ତେଣୁ ସେଥିପାଇଁ ଆମର ମନଟା ଭଗବାନଙ୍କ ପାଖରେ ରହିଯାଏ। ତେଣୁ ଆଟ୍ରାକ୍ସନ ବ୍ରିଙ୍ଗସ ଅଫ ଆଟେନସନ। ତାପରେ ଆଟେନସନ ବ୍ରିଙ୍ଗସ ଅଫ ଆଟାଚମେଣ୍ଟ। ଯଦି ଆମେ ଭଗବାନଙ୍କର ଲୀଳା ପ୍ରତି ଆଟେନସନ ଟିକେ ଦବା, ସେତେବେଳେ ଆମେ ଆଟେଣ୍ଟିଭ ହେଇକି ଶୁଣିଲେ ଆମ ଭିତରେ ଭଗବାନଙ୍କ ପ୍ରତି ଆଟାଚମେଣ୍ଟ ଆସିବ। କୁହାଯାଏ ନା, ଗଣେଶ ଆଚାର୍ଯ୍ୟ କହନ୍ତି କି ତୁମେ ଏଠି ଜୀବନକୁ ଉପଭୋଗ କରିବା ପାଇଁ ଚାହୁଁଛ, ନିଜର ସ୍ତ୍ରୀ ପୁତ୍ର କନ୍ୟା ଇତ୍ୟାଦିଙ୍କ ସାଙ୍ଗରେ ରହିବା ପାଇଁ ଚାହୁଁଛ, ତାହେଲେ ସେ ଯମୁନାର କୂଳକୁ ଯାଅ ନା। ସେଠି ଗଲେ କଣ ହବ, ଏଠି କୃଷ୍ଣ ବଂଶୁରୀ ବଜାଉଛନ୍ତି, ତ୍ରିଭଙ୍ଗ ଲଳିତ ବିଗ୍ରହରେ ଭଗବାନ ଉପସ୍ଥିତ ଅଛନ୍ତି, ଆଉ ତୁମେ ତାଙ୍କୁ ଦେଖୁ ଦେଖୁ ତୁମ ପୁତ୍ର କନ୍ୟା ପିଲା ଇତ୍ୟାଦି ଭୁଲିଯିବ। ତେଣୁ ସେ ରିସ୍କ ନିଅନା। ଭଗବାନ ଏତେ ସୁପ୍ରିମଲି ଆଟ୍ରାକ୍ଟିଭ। ଭଗବାନଙ୍କୁ କୌଣସି ଜିନିଷ ସିଧା ସିଧା ପସନ୍ଦ ନଥାଏ। ପରୋକ୍ଷ ବାଦମ ମମ ପ୍ରିୟମ। ଭଗବାନ କହନ୍ତି ସବୁବେଳେ ତେର୍ଛା ହେଇକି, ମାନେ ଅଙ୍କା ବଙ୍କା ଭଗବାନଙ୍କୁ ପସନ୍ଦ ଥାଏ। ଭଗବାନ କେବେ ସିଧା ଛିଡା ହୁଅନ୍ତିନି। ସେଥିପାଇଁ ଭଗବାନ ଯାହାଙ୍କ ହୃଦୟରେ ଥର ଟିଏ ପ୍ରବେଶ କରନ୍ତି, ସେତେବେଳେ ଭଗବାନ ହୃଦୟରୁ ବାହାରିକି ଆସିପାରନ୍ତି। ସକାଳେ ଆମେ ଶୁଣୁଥିଲେ ନା, ବିଲମଙ୍ଗଳ ଠାକୁର କଣ ଗାଉଛନ୍ତି, କଣ ମୁଁ ଆପଣଙ୍କୁ ଅନନ୍ତ କୋଟି ଜନ୍ମ ପର୍ଯ୍ୟନ୍ତ ମୋ ହୃଦୟରେ ବାନ୍ଧିକି ରଖିପାରିବି। ତ ଭାବନ୍ତୁ, ଜଣେ ଭଗବାନଙ୍କୁ ହୃଦୟରେ ବାନ୍ଧିକି ରଖିପାରିବାର ଅର୍ଥ କଣ? କି ଭଗବାନ କେତେ ସନ୍ତୁଷ୍ଟ ହେଇଥିବେ ସେ ଭକ୍ତ ପ୍ରତି। ନା ଆମର କଳନାର ବାହାରେ, ଆମେ ଉପରେ ଉପରେ ଗୋଡ ଖାଉଛେ। ଆମେ ଭାବୁଛେ ଆମେ ଭକ୍ତ, କିନ୍ତୁ ଆମର ଆଟ୍ରାକ୍ସନ ନାହିଁ, ଆଟେନସନ ନାହିଁ, ଆଟାଚମେଣ୍ଟ ନାହିଁ। ହଁ, ଆଟାଚମେଣ୍ଟ ପରେ ଆବଜର୍ପସନ ଅଛି, ଆମର ନାହିଁ। କିନ୍ତୁ ଯାହାର ଆଟାଚମେଣ୍ଟ ଆସିବ, ଧୀରେ 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 ସେ ଭଗବାନଙ୍କ ଲୀଳାରେ ଆବଜର୍ବ ହେଇକି ଯିବ। କୃଷ୍ଣ ପ୍ରଭୁରୁ ଶ୍ରୀମଦ୍ ବିଲ୍ୱମଙ୍ଗଳ ଠାକୁର ପ୍ରଭୁ ମଧ୍ୟ କହୁଥିଲେ कि गोलोक वृंदावन, भौम वृंदावन, अदृश्य वृंदावन, हृदय वृंदावन, ताପରେ ଗୁପ୍ତ ବୃନ୍ଦାବନ। ଏ ପାଞ୍ଚ ପ୍ରକାର ବୃନ୍ଦାବନରେ ଭଗବାନ ଆମକୁ ଭଗବତ ଧାମ ନବା ପାଇଁ ନିରନ୍ତର ପ୍ରୟାସ କରୁଥାନ୍ତି। ତେଣୁ ବହୁତ ସୁନ୍ଦର ଭାବରେ ଭଗବାନଙ୍କ ଲୀଳା। ସେଥିପାଇଁ ପ୍ରଭୁପାଦ କହିଲେ କି ଭାଗବତମର ପ୍ରଥମ ସ୍କନ୍ଧର ଉପକ୍ରଣିକାରେ ପ୍ରଭୁପାଦ କହୁଛନ୍ତି, କେହି ବି ଭାଗବତମର ଦଶମ ସ୍କନ୍ଧକୁ ଜମ୍ପ ମାରନା। ଭଗବାନଙ୍କର ଏ ଦିବ୍ୟ ଲୀଳା ପୁଣି ସାରା ସଂସାର ଜାଣିବ କେମିତି? ସେଇଥିପାଇଁ ବୋଧେ ପ୍ରଭୁପାଦ ପ୍ରଥମେ କୃଷ୍ଣ ବୁକ୍ ପ୍ରଦାନ କରିଦେଇଛନ୍ତି। ପ୍ରଭୁପାଦଙ୍କର ଆଜି ବି ଭାଗବତମ ର ଦଶମ ସ୍କନ୍ଧରେ ପ୍ରଭୁପାଦ ସବୁ କିଛି ଲେଖି ନାହାନ୍ତି। ପ୍ରଭୁପାଦଙ୍କ ତିରୋଭାବ ହେଲା ପରେ ଏ କୃଷ୍ଣ ବୁକ୍ ର କିଛି କିଛି ଅଂଶ ସବୁ ଶ୍ଲୋକରେ ଆମେ ପାଇବା। ସେଟା ହିଁ ପ୍ରଭୁପାଦଙ୍କର ଭାଷ୍ୟ, ଅନ୍ତର କିଛି ନାହିଁ। ତେଣୁ ସେଇଥିପାଇଁ ଭଗବାନଙ୍କ ଲୀଳାକୁ ଆମେ ଯେତେ ଶ୍ରବଣ କରିବା, ଯେତେ ତଲ୍ଲୀନତାର ସହିତ ତାକୁ ଶ୍ରବଣ କରିବା, ସେତେ ଆମ ହୃଦୟରେ ଯୋଉ ଭୌତିକ ଜ୍ୱାଳା ଅଛି, ଈର୍ଷା, ଦ୍ವೇଷ, କାମନା, ବାସନା, ମୋହ, ମଦ, ମାଶ୍ଚର୍ଯ୍ୟ। ମଦ ଶବ୍ଦର ଅର୍ଥ କଣ କାହାର ମନେ ଅଛି? କହିଥିଲି କ୍ଲାସରେ ଥରେ। ମଦ ମାନେ କଣ?
मुकुंद प्रभु और एम रे पड़ुची तमे कुह मद माने कौन? कृष्ण रूपी जाने नहीं रूपी हाय क्लियर तुम करियो। नेक्स्ट मद माने के कहबो? ओम प्रभु तुम्हें आज स्पीकर अच्छा स्पीकर बनन पजातो मद माने कौन? को रही गला भौतिक डीजे भौतिक कौन कहलो? माने मटेरियल डीजे ए मद है कागु पचाल ले हम क्लास बाहर कागु पचाल ले फटाफट कह दो हम केनी कह पानी सरोजिनी माता जी कहबो मद माने कौन? प्रभु जी मद माने प्रभु सुना गला नहीं प्रभु जेटा अल्कोहल प्रभु जी अल्कोहल ओ आ सुनिया मदर वैरायटी कौन अछि माता जी कहंदु? प्रभु निशा निशा आगा पचारिया मद माने हम जानने कृष्ण लीला कहबो ओ ना निशा भी ठीक अछि आगु सुनिबा आ कौन कौन है पारियो हरे के कृष्ण कहबो प्रभु जी यार धन्यवाद वीडियो प्रभु ऑफ अछि हां माता जी कहंदु प्रभु जी सोमरस के सोमवार सन हो धन्यवाद आ कौन प्रभु मद जी माने है लालसा पारियो लालसा मद अभाव था नेक्स्ट मैं एग्जैक्टली क्लास रे टर्मिनोलॉजी डिफाइन करी कहितली काम मद क्रोध कर मद माने कामिनी मद ମାନେ ମାରେ ମାରିବା ଦାରିଦ୍ର୍ୟ हाँ हाँ छोटे वाले ट्यूशन में पढ़ी के अच्छा से होते ही कह दो ओके के कहबो उमेश प्रभु तुम्हें भी अच्छा कहबो तुम्हें उमेश प्रभु उत्तम प्रभु हरे कृष्ण प्रभु जी हरे कृष्ण को को सुना है प्रभु आदि बड़ पटरी कहलो ମୁଁ କହିଲି ଇଗୋ इको नुआ ओके नेक्स्ट आउट ये सुन दवा लास्ट हाँ ଆଉ ଦି ଜଣଙ୍କୁ ପଚାରିବା उत्तम प्रभु वो तो मद मैंने तो जो वाइन तो हिन तो आई ये भाषा अलग ही तो मु जानने को ओ ठीक है ओके ଆଉ के रहले राजेंद्र प्रभु जोश नारायणी माता जी प्रभु हाँ राजेंद्र प्रभु को जो कृष्ण जो कौन छड़ कहले ये जो मद जो जानी हो जोश नारायणी माता जी लास्ट हरे कृष्ण जानी नहीं ଆଉ मन रखियो मद माने वाइन प्रोपात गोटे लेक्चर ଦେଇଛନ୍ତି वोमेन वाइन गैम्बल गोल्ड चारटा जिनिस कहले तरी वोमेन वाइन गैम्बल गोल्ड बहुत बढ़िया लेक्चर तेणु कलि जुगर एसବୁ इफेक्ट मद माने कौन आमको ये भौतिक दुनिया टा भल भौतिक दुनिया रे आमे रहिछे तो आमको तो भल लागुची गोटा एटा कोन मद भल लागुची माने कोन गोटे सेंस ऑफ सैटिस्फैक्शन टू बी इन दिस मटेरियल वर्ल्ड आमे भौतिकता भितरे रहिले आमे जो भल लागे जो मादकता निशा निशा जोटा कोन निशा रे सटल फॉर्म टा एटा भल लागुची तो सेटा ला मद तो सहजरे सूक्ष्म जिनिस धरा पड़िबनी हमर ना गोटे तो पीवा मद पीवा ता संगरे एटा केमती अछि ना भल अछि the sense of being comfortable in this material one मन न केवा तुम कोन ପାଇଁ कहथि बुझिगली ठीक अछि त एई मद पीले सरी भगवान कर आकर्षण अछि त सेई आकर्षण रे आकर्षित हेले भौतिक जगतर मद नष्ट हो अर्थात ए भौतिक जगत रे आउ हमहु भल लागेबनी ठीक अछि वो प्रभु जी बहुत सुंदर भाବରେ प्रस्तुत कले आ प्रभु जंकर भाषा भी भल लागिला तेणु भगवान हेले कौन भाषाविद अद्भुत भाषाविद कहे भगवान को सब प्रकार भाषा ମଧ୍ୟ ଜଣା ଅଛି ତେଣୁ ଭଗବାନଙ୍କ 64 ଗୁଣଟା ଗୁଣ ବି ଆମେ ଶ୍ରବଣ କରିବା ଧୀରେ ଧୀରେ କଣ କଣ 64 ଗୁଣ ଅଛି ଯାହା ଭଗବାନଙ୍କ ଲୀଳା ମୋର ଏଇ ସମସ୍ତଙ୍କୁ ବିଶେଷ ଅନୁରୋଧ ଯଦି କେହି କାହିଁକିନା ସବୁ ଜାଗାରେ ଆମେ ସାମ୍ନା ବାଲାକୁ ପାଇବାନି ଯାହାକୁ ଆମେ ସବୁ କିଛି ସେୟାର କରିପାରିବା ପ୍ରଭୁପାଦଙ୍କର ଏଇ ଯୋଉ ଭକ୍ତି ମାର୍ଗଟା ବହୁତ ସୁନ୍ଦର କାହିଁକି ନା ଭକ୍ତି ଗୋଟେ ଏଇଭଳିଆ ଜିନିଷ ଯୋଉଥିରେ ଆମେ ଭଗବାନଙ୍କର ଗାଥାକୁ ଶ୍ରବଣ କଲେ ମଧ୍ୟ ତ ଏଇଟା ୱାନ୍ ଟାଇମ
केबे भी रेसिप्रोकेशन नुह सब टू टाइम रेसिप्रोकेशन टू वे रेसिप्रोकेशन सामने कहीं नथिले मध्य भगवान लीला ही भगवत तुल्य या फिर भगवान निजे तो रेसिप्रोकेशन हम ही हम तो आमको केतବେଳେ कष्ट लगुच कृष्ण बुक पढ़ी परिबा केतବେଳେ संतोष लगुच कृष्ण बुक पढ़ी परिबा जन्माष्टमी दिन प्रभुपाद कौन करछंती ओके समय केते अछि ओके आ 2-3 मिनिट अछि मु गोटे मिनिट रे कंप्लीट करिवि तापर नेक्स्ट माताजी शेयर करिवे तो जन्माष्टमी दिन प्रभुपाद भगवान को अभिषेक कले कृष्ण भगवान को अभिषेक कले राति 12:30 हेलानी तापर प्रभुपाद कौन कले कृष्ण बुक पढ़िबा तो समस्ते बसिले कृष्ण बुक पढ़िया पई कौन केतବେଳେ सब थिले सब सन्यासी माने थिले हाथ रे सब दंड धरिकी बसचंदी कृष्ण बुक पढ़ी प्रभुपाद कहले फास्ट चैप्टर पढ़ फास्ट चैप्टर रे गर्भस्तुति इत्यादि आसिला सेकंड चैप्टर रे भगवान का आविर्भाव हबो तो समस्ते भाविले ठीक अछि कृष्ण बुक तो पढ़ले सजीव है भगवान का आविर्भाव हेले समस्ते पुणी जीवे आ प्रभुपाद कहले कि थर्ड चैप्टर पढ़ तापर एबे सन्यासी माने सब थिले दिन सारा परिश्रम करिकी सेवा करछंदी आउ राति रे आउ बळ पाउनी अभिषेक पर आउ प्रसाद भी मिलिनी एपंत तो समस्ते सब दंड धरिकी ठिया बसचंदी दंड सब कथे पढ़िया पई लागिला त्रिदंड थिला पढ़िया पई लागिला सब समदे कि दंड भी संभाଳି पारुनांदी सन्यासी माने तापर प्रभुपाद कहले नेक्स्ट चैप्टर 10टा चैप्टर ହେଲା ପରେ प्रभुपाद कहछंदी निद लागुची काहाकू तो प्रभुपाद भावନ୍ତୁ प्रभुपादଙ୍କର जो कॉन्शियसनेस थिला फिजिकल बॉडी भी थिला टाइम टेस्टेड बॉडी प्रभुपाद गोटे महादेश रु आउ गोटे महादेश को गला बेले जो जलवायु परिवर्तन मतलब प्रभुपादଙ୍କର शेड्यूल को माने प्रभुपाद जलवायु परिवर्तन रे प्रभुपादଙ୍କ शेड्यूल टा ही सेमति रहउतिला यदि एठी दिन है कि रात्रि होची प्रभुपाद सोइबा कथा सेठी देखला बेले सूर्योदय होची प्रभुपाद सोइबेनी प्रभुपाद मॉर्निंग प्रोग्राम स्टार्ट करेंगे भावନ୍ତୁ प्रभुपादଙ୍କ बॉडी प्योरली टाइम टेस्टेड बॉडी ତେଣୁ ଯାହା ହଉ ପ୍ରଭୁପାଦଙ୍କର ଅନନ୍ୟ କୃପାରୁ ଆମ ସମସ୍ତଙ୍କୁ ଏ କୃଷ୍ଣ ବୁକ୍ ଉପହାର ସ୍ୱରୂପ ମିଳିଛି ଆଉ କୃଷ୍ଣ ବୁକ୍ ରେ ଆମକୁ ଲାଇଫ ଟାଇମ ଗୋଟେ ବୁକ୍ ପଢିବାର ଅଛି ଯୋଉଟା କୃଷ୍ଣ ବୁକ୍ ତେଣୁ ଆମେ କେହି ବି ମିସ୍ କରିବାନି ପ୍ରତ୍ୟେକ ଦିନ ଆମେ ଚେଷ୍ଟା କରିବା कि गोटे बिटा पाराग्राफ पढ़ी ताको मन रखियार अछि कृष्ण बुक पूरा ओडिया रे कहନ୍ତି घोषिबार अछि प्रैक्टिकली आज एते एक्सपर्टली कृष्ण बुक को ताको कंठस्थ करिवो मन रखिवो ता पई सेते भलो केवल मन रखियार अछि आ किछि एते तर्क करके बुझिबार नै हेबे मन रखियार अछि ठीक अछि ओम प्रभु विशेष धन्यवाद सुंदर रे उपस्थापना करथिबारु तेबे हमें आउ नेक्स्ट माताजी मन श्रवण करे हरे कृष्ण श्रील प्रभुपाद की जय